ଶ୍ରୀଯୁକ୍ତ ଉଷାକାନ୍ତ ପାଟଯୋଶୀ 1977 ମସିହାରେ ନୟାଗଡ଼ ଜିଲ୍ଲାର କୋରଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ପିଲାଟି ଦିନରୁ ଉଷାକାନ୍ତଙ୍କର ଅଭିନୟ ପ୍ରତି ଥିଲା ଦୁର୍ବାର ଆକର୍ଷଣ। ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଓ ସପ୍ତମ ଶ୍ରେଣୀରେ ଅଧ୍ୟୟନ ସମୟରେ ଗୀତିନାଟ୍ୟ ଭକ୍ତ ସୁଦାମା ଓ ତାଡ଼କାସୁର ବଦ୍ଧରେ ଅଭିନୟ ପାଇଁ ସୁଯୋଗ ପାଇଥିଲେ। ମାତ୍ର ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଉକ୍ତ ନାଟକୋଦୟ ମଞ୍ଚସ୍ଥ ହୋଇପାରିନଥିଲା। ଯୁକ୍ତ 2 ପ୍ରଥମ ବର୍ଷରେ ଅଧ୍ୟୟନ ସମୟରେ ନିଜ ନିର୍ଦ୍ଦେଶନାରେ ସାଗରେ ତୋଳୁଛି ଶାମୁକା ଘର ନାଟକରେ ପ୍ରଥମ ଅଭିନୟ କରି ଉଚ୍ଚ ପ୍ରଶଂସିତ ହୋଇଥିଲେ। ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ କଟକରେ ଫାର୍ମାସି ପଢ଼ୁଥିଲା ବେଳେ କଲେଜର ବାର୍ଷିକ ଉତ୍ସବରେ ସ୍ୱ ନିର୍ଦ୍ଦେଶିତ ନାଟକ ଯନ୍ତ୍ରଣା ଓ ସ୍ୱରଚିତ ତଥା ନିର୍ଦ୍ଦେଶିତ ନାଟକ ଆଲୋକର ସନ୍ଧାନେ ସଫଳ ଅଭିନୟ କରି ଦର୍ଶକୀୟ ସ୍ୱୀକୃତି ଲାଭ କରିଥିଲେ। ଆକାଶବାଣୀ କଟକ ଯୁବବାଣୀ ବିଭାଗର ପ୍ରାୟୋଜିତ ନାଟକ ନିରବତାର ଝଡ଼ରେ ଅଭିନୟ କରି ଶ୍ରୀ ପାଟଯୋଶୀ ନିଜର ଅଭିନୟ କଳାର ପରାକାଷ୍ଠା ପ୍ରତିପାଦିତ କରିଛନ୍ତି। ଉଷାକାନ୍ତଙ୍କର ସମ୍ ହସ୍ପିଟାଲରେ ଫାର୍ମାସିଷ୍ଟ ପଦର କାର୍ଯ୍ୟଭାର ତାଙ୍କର ଅଭିନୟ ପ୍ରତି ଥିବା ନିଷ୍ଠାକୁ ଅବଦମିତ କରିପାରିନଥିଲା। ସମ୍ ହସ୍ପିଟାଲ ପ୍ରାୟୋଜିତ ବହୁ ମଞ୍ଚ ନାଟକ ଯଥା ଦୁର୍ଦ୍ଦଶା, ମନ୍ତ୍ରୀଙ୍କ ହଟହଟା, ମକଦମା, ଅପଦାର୍ଥ, ନବଗଣର ଘର, ବାପା, ବୁଢ଼ା ଶଙ୍ଖାରୀ, ଅତ୍ର ହସିବା ମନା ଆଦି ନାଟକରେ ପ୍ରମୁଖ ଭୂମିକାରେ ଅଭିନୟ କରି ନିଜର ପାରଦର୍ଶିତା ଦେଖାଇଛନ୍ତି। ଲୁହାକୁ ଚୁମ୍ବକ ଆକର୍ଷିତ କଲା ପରି ଅଭିନୟର ନିଶାରେ ଉଷାକାନ୍ତ ଆକର୍ଷିତ ହୋଇ ଆସନ୍ତି ଅଗ୍ରଣୀ ନାଟ୍ୟାନୁଷ୍ଠାନ ଆରୋହଣକୁ। ଅଭିଜ୍ଞ ନାଟ୍ୟକାର ଓ ଅନୁଭବୀ ନିର୍ଦ୍ଦେଶକଙ୍କ ସଂସ୍ପର୍ଶରେ ଆସି ତାଙ୍କର ଅଭିନୟ ଦକ୍ଷତାକୁ ବଢ଼ାଇ ଚାଲିଛନ୍ତି ଉଷାକାନ୍ତ। ଆରୋହଣ ପରିବେଶିତ ଭକ୍ତ ଅରକ୍ଷିତ ଦାସ, ମା, ତମସା ଲୋକ, ବୋପାରାନ ଢେଙ୍କେଗିଳ, ନାସିକା ଉପାଖ୍ୟାନ, ଶେଷ ସନ୍ତକ, ଜୟ ଜଗଦୀଶ ହରେ ଆଦି ନାଟକରେ ଉଚ୍ଚକୋଟୀର ଅଭିନୟ କରି ବେଶ ଦର୍ଶକୀୟ ଶ୍ରଦ୍ଧା ଲାଭ କରିଛନ୍ତି। ଓଡ଼ିଶାର ମଞ୍ଚ ନାଟକ କ୍ଷେତ୍ରରେ ନିଜର ପ୍ରତିବଦ୍ଧତା ପାଇଁ ଆରୋହଣ ତରଫରୁ 33ତମ ନିଖିଳୋତ୍କଳ ନାଟ୍ୟୋତ୍ସବରେ ଶ୍ରୀଯୁକ୍ତ ଉଷାକାନ୍ତ ପାଟଯୋଶୀଙ୍କୁ ଆରୋହଣ ଯୁବ ପ୍ରତିଭା ସମ୍ମାନ 2025 ପ୍ରଦାନ କରି ମଞ୍ଚ ନାଟକ କ୍ଷେତ୍ରରେ ସେ ଆହୁରି ସୁନାମ ଅର୍ଜନ କରନ୍ତୁ, ଏହା ହିଁ କାମନା କରୁଛୁ।